ଟୁନା ମାଉସା ଓ ଭାଲୁଙ୍କର ଗାଁ କାହାଣୀ। ଏକ ସମୟର କଥା। ଜଙ୍ଗଲ ମଧ୍ୟରେ ଥିବା ଏକ ସୁନ୍ଦର ଗାଁରେ ନିବାସ କରୁଥିଲେ ଟୁନା ମାଉସା ଓ ତାଙ୍କର ବନ୍ଧୁ ଭାଲୁ। ଏହି ଗାଁଟିର ନାମ ଥିଲା ଚିତିଲିପଡ଼ା, ଯେଉଁଠି ସମସ୍ତ ପଶୁପାଖି ଶାନ୍ତିରେ ବସବାସ କରୁଥିଲେ। ଟୁନା ମାଉସା ଥିଲେ ଗାଁର ସବୁଠୁ ବୁଦ୍ଧିମାନ ଓ ଚଞ୍ଚଳ ମାଉସା। ସେ ଛୋଟ ହେଲେ ମଧ୍ୟ ତାଙ୍କର ମନ ଭଲ ପାଇବା ଓ ସମସ୍ୟା ସମାଧାନ କରିବା ଗୁଣ ଥିଲା। ଭାଲୁ ଥିଲେ ଗୋଟିଏ ମୁଠି ହେଲେ ମଧ୍ୟ ଭଲ ହୃଦୟର ଧାରୀ ଓ ଖାଇବାରେ ଆଗ୍ରହୀ। ଟୁନା ମାଉସା ପ୍ରତିଦିନ ସକାଳେ ଉଠି ବନରେ ଫଳ ଏବଂ ମଠା ଖୋଜୁଥିଲେ। ଭାଲୁ ତେବେ ଗାଁ ପାଖରେ ଥିବା ନଦୀଧାରେ ନହାଇ ଏବଂ ମଝିରେ ଘଣ୍ଟା ଦୁଇଟି ଘୁମି ଯାଉଥିଲେ। ଗାଁରେ ସମସ୍ତେ ଭଲରେ ଥିଲେ। ବନ୍ଦର, କାଙ୍କ, ବାଘ, ହାତୀ ଆଉ ଅନ୍ୟାନ୍ୟ ପଶୁମାନେ। ସେମାନେ ଏକ ଆପସରେ ସମ୍ମାନ ଓ ପ୍ରେମରେ ବଞ୍ଚୁଥିଲେ। ଏକ ଦିନ ସନ୍ଧ୍ୟାବେଳେ ଗାଁର ଆକାଶ ଅନ୍ଧାର ହେବା ଆରମ୍ଭ କଲା। ବଡ଼ ବଡ଼ କଳା ଧୂଆଁ ଆକାଶ ମୁଡ଼ି ନେଲା। ସମସ୍ତେ ଭୟଭୀତ ହେଲେ। ବନ୍ଦର ଚିତ୍କାର କଲା, ଅଗ୍ନିକାଣ୍ଡ, ବନ ଜଳୁଛି। ଟୁନା ମାଉସା ଏହା ଶୁଣି ବ୍ୟସ୍ତ ହେଲେ। ସେ ସିଧା ଭାଲୁଙ୍କ ଘରକୁ ଗଲେ ଏବଂ କହିଲେ, ଭାଲୁ, ତୁ ତୁରନ୍ତ ଉଠ, ଆମେ ବନକୁ ରକ୍ଷା କରିବାକୁ ପଡ଼ିବ। ଭାଲୁ ଘୁମୁ ଘୁମୁ ଅବସ୍ଥାରେ ଅଖି ଖୋଲି କହିଲେ, ଆଉ ଏହି ଭଲ ଘଣ୍ଟାରେ ଅଗ୍ନିକାଣ୍ଡ? ଚାଲ ଚାଲ, କିଛି କରିବାକୁ ହେବ। ଟୁନା ମାଉସା, ଭାଲୁ, ବନ୍ଦର, ହାତୀ, ମୟୂର, କାଙ୍କ ସମସ୍ତେ ଏକ ସେନା ତିଆରି କଲେ। ହାତୀ ପାଣି ଭରି ଆଣିବା, ବନ୍ଦର ଗଛ ବୁଝାଇବା ଓ ଭାଲୁ ଅଗ୍ନିକୁ ପଛକୁ ଘୁଞ୍ଚାଇବା କାମ କରିଲେ। ଟୁନା ମାଉସା ଏକ ଛୋଟ ଘଣ୍ଟା ନେଇ ବନ ଭିତରେ ଦୌଡ଼ି ଦୌଡ଼ି ସତର୍କ କରୁଥିଲେ, ଅନ୍ୟମାନେ ଯାହା ଅଛ ବାହାରିଅ, ଅଗ୍ନି ଆସୁଛି। ଏପରି ଭାବରେ ସମସ୍ତଙ୍କ ଏକତା ଓ ସହଯୋଗ ଦ୍ୱାରା ସେମାନେ ଅଗ୍ନିକୁ ଅଟକାଇ ପାରିଲେ। ଅଗ୍ନି ବନର ଏକ କୋଣ ଯାଏଁ ଲାଗିଥିଲା, ବିଶେଷ କ୍ଷତି ହୋଇନି। ପରବର୍ତ୍ତୀ ଦିନ ସକାଳେ ଗାଁର ମଧ୍ୟରେ ଏକ ବଡ଼ ମିଟିଂ ହେଲା। ଅଧ୍ୟକ୍ଷ ହାତୀ କହିଲେ, ଏହି ଆପତ୍କାଳୀନ ସମୟରେ ଟୁନା ମାଉସା ଓ ଭାଲୁ ଯେପରି ସାହସ ଓ ଦୃଢ଼ତା ଦେଖେଇଲେ, ତାହା ଆମ ସମସ୍ତଙ୍କ ପାଇଁ ପ୍ରେରଣା ଅଟୁଟ। ଏହି ଗାଁର ସୁରକ୍ଷା ପାଇଁ ଆମେ ଏବେଠାରେ ଏକ ନିୟମ ନିର୍ଦ୍ଧାରଣ କରିବାକୁ ଚାହୁଁଛୁ। ମିଟିଂରେ ନିଷ୍ପତ୍ତି ହେଲା ଯେ ଗାଁରେ ପ୍ରତିଦିନ ଏକ ମୁକ୍ତ ସେନା ତିଆରି ହେବ ଓ ପ୍ରାକୃତିକ ବିପଦ ପାଇଁ ସମସ୍ତେ ପ୍ରସ୍ତୁତ ରହିବେ।